ରସୁଣର ଅହେତୁକ ଦର ବୃଦ୍ଧି ଘଟିଛି। ପାଇକାରୀ ଦର 2 ଦିନ ତଳେ 350 ଟଙ୍କା ବିକା ହେଉଥିଲା, ଗଲା କାଲି 10-20 ଟଙ୍କା କମିକି 320-330 ଟଙ୍କା ପର୍ଯ୍ୟନ୍ତ ଆସିଛି। ପ୍ରାୟ ମାସେ ଦେଢ଼ ମାସ ତଳେ ରସୁଣ ଦର କମ୍ ଥିଲା, କିନ୍ତୁ ଏ ମାସେ ଭିତରେ ରସୁଣ ବୃଦ୍ଧି ହେବାର ଏକମାତ୍ର କାରଣ ହେଉଛି ଗୁଜୁରାଟରୁ ରସୁଣ ଆସୁଥିଲା ଏବଂ ସେ ଗୁଜୁରାଟରେ ଯେଉଁ ରସୁଣ ଆସୁଥିଲା ତା ଉପରେ ସମସ୍ତ ବ୍ୟବସାୟୀମାନଙ୍କର ଦୃଷ୍ଟି ପଡ଼ିଲା, ତା କାରଣ ଯେଉଁ ରସୁଣ ଅନ୍ୟ ରାଜ୍ୟରୁ ସରିଗଲା। ବର୍ତ୍ତମାନ ଗୁଜୁରାଟ ରସୁଣ ସରି ଆସିଲାଣି, ବର୍ତ୍ତମାନ ଏମ୍ପିରୁ ରସୁଣ ଆସୁଛି ଇନ୍ଦୋରରୁ, ଏବଂ ଏ ରସୁଣ ପର୍ଯ୍ୟାପ୍ତ ପରିମାଣରେ ନୂଆ ରସୁଣ ଆସିଗଲେ ଦର ନିଶ୍ଚିତ ଭାବରେ କମିଯିବ। ଆମେ ଆଶା କରୁଛୁ 1 ମାସ ଭିତରେ ବିଭିନ୍ନ ଜାଗାରୁ ରସୁଣ ଆସିଯିବ। ଆପଣ ଏମ୍ପି ଇନ୍ଦୋର, ନିମାଜ, ମନସୁର ଏଭଳି ଜାଗାରୁ ମଧ୍ୟପ୍ରଦେଶ ଆସିବ, ରାଜସ୍ଥାନରୁ ମଧ୍ୟ ଆସିବ। ଏ ରସୁଣ ପ୍ରାୟ 1 ମାସ ଭିତରେ ବିଭିନ୍ନ ରାଜ୍ୟରୁ ରସୁଣ ଆସିବ ଏବଂ ଆସିଲା ପରେ ଏଠି ଦର ନିୟନ୍ତ୍ରଣକୁ ଆସିବ। ଅନ୍ୟପକ୍ଷରେ ଓଡ଼ିଶାର ପ୍ରଡକ୍ସନ୍ ହୁଏ ନାହିଁ ଏବଂ ଓଡ଼ିଶାରେ ଖୁଚୁରା ଦରକୁ ନିୟନ୍ତ୍ରଣ କରିବାର କୌଣସି ସାଧନ ରାଜ୍ୟ ସରକାରଙ୍କ ନାହିଁ। ଫଳତଃ ପାଇକାରୀ ଦର 320 ଟଙ୍କା ବିକ୍ରି ହେଉଥିଲା ବେଳେ ଆମେ ଯାହା ଶୁଣୁଛୁ ଖୁଚୁରା ଦର 500 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଘଟିଛି, ଯାହା ନିଶ୍ଚିତ ଭାବରେ ଅହେତୁକ ଦର ବୃଦ୍ଧି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଚ୍ଛା, ଯଦି ଦର ଯେଉଁ ସରି ଆସିଲାଣି ଆପଣ କହୁଛନ୍ତି ଗୁଜୁରାଟରେ, ତାହେଲେ ଏ ଦର ମାସେ ପର୍ଯ୍ୟନ୍ତ ଲାଗିବ ଆସିବା ପାଇଁ ଅନ୍ୟ ରାଜ୍ୟରୁ, ତେବେ ୟା ଭିତରେ ଦର ଆଉ ବୃଦ୍ଧି ହେବାର ସମ୍ଭାବନା ଅଛି? ଆଉ ଦର ବୃଦ୍ଧି ହେବାର ସମ୍ଭାବନା ନାହିଁ, କାରଣ ନୂଆ ରସୁଣ ଆସିବା ଆରମ୍ଭ ହୋଇସାରିଲାଣି। ଆମର ଭୁବନେଶ୍ୱର ମାର୍କେଟକୁ ଦୈନିକ 20 ଟନ୍ରୁ ଅଧିକ ରସୁଣର ଆବଶ୍ୟକ ହୋଇଥାଏ। ଆମଦାନୀ ମଧ୍ୟ ଠିକ୍ ଅଛି ଏବଂ ଏ ନୂଆ ରସୁଣ ଯେତେବେଳେ ଅଧିକ ପରିମାଣରେ ପ୍ରଡକ୍ସନ୍ ହେବ, ଯେଉଁ ଜାଗାରେ ପ୍ରଡକ୍ସନ୍ ହେଉଛି ସେ ଜାଗାରେ ଦର ନିଶ୍ଚିତ କମିବ ଏବଂ ଏଠି ମଧ୍ୟ କମିବ। ଫଳତଃ ଗତକାଲି 20 ଟଙ୍କା କମିଛି ଇନ୍ଦୋରରେ, ଏଣୁ ଏଠି ତାର ପ୍ରଭାବ ପଡ଼ିଛି।